ଦିଦି ଆଜି ରୋଷେଇ କଣ ହବ? ହଁ ରୋଷେଇ ହବ। ତୁ ରୋଷେଇ କରିଦେ, ମୁଁ ତ ତାଙ୍କ ମାନଙ୍କ କତିରେ ବସିକି ଟିକେ କଥା ହଉଛି। ତୁ ମତେ ଡାକିଦବୁ, ମୁଁ ଖାଇବାକୁ ଦେଇଦେବି ଆଉ। ଆଚ୍ଛା ଠିକ ଅଛି, ମୁଁ ସବୁ କରିଦେବି। ତମେ ଯାଅ ସେଠି ବସିଥିବ, ଘରକୁ ଗେଷ୍ଟ ଆସିଛନ୍ତି, ଆଉ ତମେ ଯାଅ ତାଙ୍କ ସହିତ କଥା ହବ। ଆଉ ମୁଁ ସବୁ ରୋଷେଇ କରିକି ତାଙ୍କୁ ତମକୁ କହିଦେବି। ଆଉ ଖାଲି ରୋଷେଇ କରିଦେ, ଆଉ ତୁ ଯା ରେଷ୍ଟ କରିବୁ। ଦିଦି କଣ କହୁଥିଲି କି, ଆଉ ଖରାବେଳ ପାଇଁ କଣ ରୋଷେଇ ହବ ଆଜି? ତୁ କାମ କର, ଖରାବେଳ ପାଇଁ ଭାତ କରିଦେ, ଡାଲମା କରିଦେ। ଆଉ ଆଜି ତ ନନଭେଜ ବାରି, ତ ମୁଁ କହିଦେଇଛି ବାପାଙ୍କୁ ନେଇ ଆସିବେ ଚିକେନ। ଆଉ ଚିକେନ ଟା କରିଦବୁ, ପାମ୍ପଡ଼ ଛାଣିଦବୁ, କାକୁଡି ସାଲାଡ କରିଦବୁ, ବଢି ଚୁରା ଟିକେ କରିଦବୁ ଆଉ। ହଉ ଠିକ ଅଛି, ତମେ ଯାଅ ତାଙ୍କ ସହ ବସିକି ଗପିବ। ମୁଁ ସବୁ ରାନ୍ଧିକି ତାଙ୍କୁ ଡାକିବି ଖାଇବା ପାଇଁ। ନାଇଁ ନାଇଁ ନାଇଁ, ତୋର ଆସିବା ଦରକାର ନାହିଁ। ତୁ ଏତେ କାମ ମତେ ଡାକିଦବୁ, ମୁଁ ଆଣିକି ତାଙ୍କୁ ବାଢିଦେବି। ଠିକ ଅଛି, ମୁଁ ତମକୁ ଡାକିଦେବି, ତମେ ଆସିକି ତାଙ୍କୁ ବାଢିଦବ। ସିନୁ ଶୋଇଛୁ କି? ହଁ ଦିଦି। ନାଇଁ ଏମିତି କିଛି କାମ ନଥିଲା, ତ ଭାବିଲି ଟିକେ ଶୋଇପଡିବି। ନାଇଁ କଣ କି, ସନ୍ଧ୍ୟାବେଳ ହେଇଛି ନା, ତ ତୁ ଟିକେ ତାଙ୍କ ପାଇଁ ଚା ଆଉ ପକୁଡି ଛାଣିଦେଲେ ହଅନ୍ତାନି? ପକୁଡି ଚା କରି ନେଇକି ତାଙ୍କୁ ଦଉଛି। ନାଇଁ ନାଇଁ, ତୋର ଆସିବା ଦରକାର ନାହିଁ। ତୁ ଦିନ ସାରା କେତେ କାମ କରିଛୁ, ତୁ ମତେ ଖାଲି ଚା କପି ଟା ବନେଇଦବୁ, ମତେ ଡାକିଦବୁ, ତାକୁ ନେଇ ଦେଇଦେବି। ହଉ ଠିକ ଅଛି, ଡାକିଦେବି, ତମେ ନେଇକି ତାଙ୍କୁ ଚା ଦେଇଦବ। ହଁ ଦିଦି, ସେଇ ଡିନର ସରିଲାଣି। ଆମେ ଗେଷ୍ଟ ମାନଙ୍କୁ ତ ସେମାନଙ୍କୁ ଭୋକ ଲାଗିବଣି। ମୁଁ ତ ସବୁ ବନେଇ ସାରିଲାଣି, ତମେ ନେଇ ତାଙ୍କୁ ଦେଇଦିଅ। ହଉ ତୁ ଡିନର ବାଢିଦେ, ମୁଁ ତାକୁ ନେଇ ଦେଇଦେବି। ତୁମ ଶାଶୁଘର କଣ ଏମିତି ହୁଏ? ତୁମେ ସବୁ କାମ କର, ହେଲେ ତୁମ ନଣନ୍ଦ ତାଙ୍କର କ୍ରେଡିଟ୍ ନିଅନ୍ତି? କମେଣ୍ଟ ବକ୍ସରେ ନିହାତି କହିବେ।